ପରିବେଶରେ ଏଠି ବାଲୁକା ଶିଳ୍ପରେ ବି ମହାପ୍ରଭୁଙ୍କର ପ୍ରତିମୂର୍ତି ସ୍ଥାପନ ହେଇଛି। ଏ ଭକ୍ତି ଶବ୍ଦର ଅର୍ଥ ହିଁ ସେୟା। ଭକ୍ତି ଶବ୍ଦର ଅର୍ଥ କଣ ଜାଣିଛନ୍ତି? ସଂଯୋଗ। ହାଏ ଏଭ୍ରିୱାନ୍, ଗେଟ୍ରେ ଯେତେବେଳେ ଏଣ୍ଟ୍ରି କଲି ମୁଁ ଚନ୍ଦ୍ରବିନ୍ଦୁ ଭାଇଙ୍କ ଅଭିଭାଷଣ ଶୁଣିବାର ସୁଯୋଗ ଲାଭ କଲି। ବାକି ମୋ ସାଙ୍ଗମାନେ ଲାଷ୍ଟ ଦିନ ଇଭିନିଂରେ ଲୋକ ଉତ୍ସବ ବାହାନଗାରେ ବୁଲିବାକୁ ଆସିଯାଇଛି। ବଟ୍ ହଁ, ନନାଙ୍କର ଅଭିଭାଷଣ ମିସ୍ କରିଦେଲି, କାହିଁକିନା ସେ ପୂର୍ବରୁ ହିଁ ଆସିକି ଗେଷ୍ଟ ଭାବରେ ଯାଇସାରିଥିଲେ। ମହୋତ୍ସବ ହଉ କି ମେଳା ହଉ, ଆପଣମାନେ ବୁଲିବାକୁ ଯିବେ, ପିଲାମାନଙ୍କର ମଜାମସ୍ତି ନ ଦେଖିବା ସେଟା କେମିତି ହବ ଯେ? ସାଙ୍ଗମାନେ ଏପଟେ ମହୋତ୍ସବ ଚାଲିଛି, ସେପଟେ ସନ୍ଧ୍ୟା ଏନ୍ଜୟ କରିକି ମୋମୋ ଖାଉଛି। ଚାଲନ୍ତୁ ସାଙ୍ଗମାନେ, ଫାଷ୍ଟ ମୁଁ ଗେଟ୍ରେ ଏଣ୍ଟ୍ରି କଲି। ଏଣ୍ଟ୍ରିର ଅପୋଜିଟ୍ ସାଇଡ୍ ହିଁ କେତେ ସୁନ୍ଦର ଭାବରେ ଶିବଲିଙ୍ଗକୁ ଡେକୋରେସନ କରାଯାଇଥିଲା, ବହୁତ ହି ଗ୍ରାଣ୍ଡ ୱେରେ। ଆଉ ହଁ ସାଙ୍ଗମାନେ, ଜଗାଙ୍କର 32 ବେଶକୁ ବହୁତ ଭଲ ଭାବରେ ସୁନ୍ଦର ଭାବରେ ପ୍ରଦର୍ଶନ କରିଛନ୍ତି। ଚାଲନ୍ତୁ ମୁଁ ଗୋଟେ ଗୋଟେ କରି ଆପଣମାନଙ୍କୁ ବୁଲେଇ ନେବି। ଚାଲନ୍ତୁ ପ୍ରଥମେ ଯେକୌଣସି ମହୋତ୍ସବ ଯିବା, ବ୍ଲଗଟିକୁ ଷ୍ଟାର୍ଟ କରିବା ପୂର୍ବରୁ ସେଠିକାର କମ୍ୟୁନିଟି ମେମ୍ବର ମାନଙ୍କୁ ଧନ୍ୟବାଦ ଦେବି, କାହିଁକି ନା ଆମ କଳା ସଂସ୍କୃତିକୁ ବହୁତ ଭଲ ଭାବରେ ପ୍ରେଜେଣ୍ଟେସନ କରିଛନ୍ତି। ସାଙ୍ଗମାନେ, ପ୍ରଥମ ବେଶର ନାମ ହଉଛି ନବ ଯୌବନ ବେଶ। ଆଉ ହଁ, ଦ୍ୱିତୀୟ ବେଶର ନାମ ହଉଛି ସକାଳ ଧୂପ ବେଶ ଏବଂ ତୃତୀୟ ବେଶର ନାମ ହଉଛି ମଧ୍ୟାହ୍ନ ଧୂପ ବେଶ। ତାପରେ ଦେଖି ନିଅନ୍ତୁ ସନ୍ଧ୍ୟା ଧୂପ ବେଶ। ଏମିତି ଗୋଟି ଗୋଟି କରି ଠାକୁର ଦେଖେଇବି ଆପଣମାନଙ୍କୁ। ତାପରେ ଚନ୍ଦନ ଲାଗି ବେଶ, ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଜଗନ୍ନାଥଙ୍କୁ ସଜାବଟ କରାହେଇଛି। ତାପରେ ମହାପ୍ରଭୁଙ୍କର ଗଜାନନ ବେଶ, ତାପରେ ଝୁଲଣ ସନ୍ଧ୍ୟା ଆଳତି ବେଶ, ତାପରେ ମହାପ୍ରଭୁଙ୍କର ବଣଭୋଜି ବେଶ, ତାପରେ ଦେଖିପାରୁଥିବେ ପ୍ରଳମ୍ବାସୁର ବେଶ। ତାପରେ ଚାଲନ୍ତୁ ଆମେ ଦେଖିବା ଆଉ ଗୋଟିଏ ବେଶ, ଯେ କି କାଳିଅ ଦଳନ ବେଶ। କେତେ ସୁନ୍ଦର ଭାବରେ ଖାଲି ସଜା ହେଇଛି, ଖାଲି ଦେଖିପାରୁଥିବେ। ତାପରେ ଦେଖିପାରୁଥିବେ ଗିରି ଗୋବର୍ଦ୍ଧନ ବେଶ। ତାପରେ ଚାଲନ୍ତୁ ଦେଖିବା କୃଷ୍ଣ ବଳରାମ ବେଶ। ଦେଖିପାରୁଥିବେ ପେଟ ପୁରା ପୁରୀ ଉଠିବ ଭଗବାନଙ୍କ ଦର୍ଶନ। ତାପରେ ସୁନା ବେଶ ଦେଖନ୍ତୁ, ଜଗନ୍ନାଥଙ୍କର ଗୋଟି ଗୋଟି ବେଶ କେତେ ସୁନ୍ଦର। ତାପରେ ବାମନ ବେଶ ଦେଖନ୍ତୁ, ଟାହିଆ ଲାଗି ବେଶ। ତାପରେ ଦେଖିପାରୁଥିବେ ସାଙ୍ଗମାନେ ଶ୍ରାଦ୍ଧ ବେଶ। ଏମିତି ଗୋଟେ ଗୋଟେ ବେଶ ଆପଣମାନଙ୍କୁ ପୁରା ୟୁନିକ୍ ଲାଗିବ। ତାପରେ ଦେଖନ୍ତୁ ବାଙ୍କ ଚୂଡ଼ା ବେଶ, ଗୋଟି ଗୋଟି ଠାକୁରଙ୍କୁ ମିସ୍ କରିବେନି ଦେଖିବେ। ସେନାପଟା ବେଶ। ତାପରେ ଚାଲନ୍ତୁ ଦେଖିବା ବଡ଼ ଶୃଙ୍ଗାର ବେଶ। ତାପରେ ଚାଲନ୍ତୁ ଦେଖିବା ମକର 84 ବେଶ। ତାପରେ ଦେଖିପାରୁଥିବେ ସାଙ୍ଗମାନେ ଜଗନ୍ନାଥଙ୍କର ଆଉ ଗୋଟେ ଅବତାର କଣ ନା ଅବକାଶ ବେଶ। ତାପରେ ଦେଖିପାରୁଥିବେ ସାଙ୍ଗମାନେ ସିଧାସଳଖ ଛାମୁକୁ ପୁରା ସମ୍ମୁଖରୁ ଦେଖନ୍ତୁ, କେତେ ସୁନ୍ଦର ଭାବରେ ସେ ସିଂହାସନ ଉପରେ ବିରାଜମାନ କରିଛନ୍ତି। ଦେଖିଲେ ତ ବହୁତ ସାରା, ମତେ ତ ବହୁତ ସାରା ଖୁସି ଲାଗିଲା। ଆପଣମାନଙ୍କୁ ଆଶା କରୁଛି ବହୁତ ଭଲ ଲାଗିବ। ପୁଣି ଚାଲନ୍ତୁ ଠିଆକିଆ ବେଶକୁ ଦେଖିବା, କେମିତି ଠିଆକିଆ ବେଶ। ତାପରେ ଆମେ ଚାଲିଲେ ଡାଳିକିଆ ବେଶ। ଗୋଟି ଗୋଟି ବେଶ ଦେଖିବେ, ମିସ୍ ଜମାରୁ ବି କରିବେନି। ସବୁତକ ମୁଁ ନେଇ ଆସିଛି ନାଗାର୍ଜୁନ ବେଶ। ଦେଖିପାରୁଥିବେ ନାଗାର୍ଜୁନ କେମିତି ଦେଖାଯାଉଛନ୍ତି। ପୁଣି ଗୋଟିଏ ବେଶ ଦେଖନ୍ତୁ ରାଧା ଦାମୋଦର ବେଶ। ଗୋଟି ଗୋଟି ବେଶ ୟୁନିକ୍, ବହୁତ ସୁନ୍ଦର ଲାଗୁଥିଲେ। ତାପରେ ଚାଲନ୍ତୁ ଆଡ଼କିଆ ବେଶ। ଗୋଟି ଗୋଟି ଦେଖିବେ, ଜମାରୁ ମିସ୍ କରିବେନି, ରିକ୍ୱେଷ୍ଟ ମୋର। ତାପରେ ଦେଖିବା କେଉଁ ବେଶ କିଏ କହିପାରିବେ? ରଘୁନାଥ ବେଶ। ଦେଖିପାରୁଛନ୍ତି ପୁରା ଟିକେ ଅଲଗା ୱେରେ ଏଇଟା ଡେକୋରେସନ ହେଇଛି, ଗୋଟି ଗୋଟି କରି ପାହାଚ କରାଯାଇଛି। ତାପରେ ଆସିଲେ ପୁଷ୍ୟାଭିଷେକ ବେଶ। ତାପରେ ଚାଲନ୍ତୁ ଦେଖିବା ପଦ୍ମ ବେଶ। ଦେଖିପାରୁଥିବେ ପଦ୍ମ ଫୁଲରେ ସଜା ହେଲା ଭଳିଆ ବେଶଟି ହୋଇଛି। ତାପରେ ଆସିଲା ଗଜ ଉଦ୍ଧାର ବେଶ। ଦେଖିପାରୁଥିବେ। ତାପରେ ହେଲା ଚାଚେରି ବେଶ, ଗୋଟି ଗୋଟି କରି ଦେଖୁଥିବେ। ତାପରେ ଦେଖିପାରୁଥିବେ ଘୋଡ଼ଲାଗି ବେଶ। ତାପରେ କଚ୍ଛପ ଅବତାର ନେଇଛନ୍ତି ଭଗବାନ, ଦେଖିପାରୁଥିବେ ଜଗନ୍ନାଥ ମୀନ କଚ୍ଛପ ଅବତାର। ତାପରେ ଦେଖିପାରୁଥିବେ ନୃସିଂହ ବରାହ ଅବତାର, କେତେ ସୁନ୍ଦର ହେଇଛନ୍ତି ଦେଖନ୍ତୁ ପ୍ରଭୁଙ୍କୁ। ବାମନ ବୁଦ୍ଧ ଅବତାର ଦେଖିପାରୁଥିବେ। ତାପରେ ରାମ ପରଶୁରାମ ଅବତାର। ତାପରେ ଦେଖନ୍ତୁ ସାଙ୍ଗମାନେ ଲାଷ୍ଟ ଅବତାର ହଉଛି କଲ୍କି ଅବତାର, ଯୋଉଟା କି କଳିଯୁଗରେ ଅବତାର ନେବେ। ସାଙ୍ଗମାନେ ଯୋଉମାନେ ବି ବାହାନଗା ଲୋକ ଉତ୍ସବରେ ଏଇ ଯୋଉ 32 ବେଶକୁ ଦେଖିବା ପାଇଁ ମିସ୍ କରିଛନ୍ତି, ସେମାନେ ନିହାତି ଭାବରେ ସ୍ୱରରେ ଯୋଉ ମହୋତ୍ସବ ଅଛି ଦେଖିବାର ସୁଯୋଗ ଲାଭ କରନ୍ତୁ। ସେଇଠି ଏଇ 32 ବେଶକୁ ଆପଣମାନେ ଭଲ ଭାବରେ ଆଉ ଥରେ ଦେଖିବାର ସୁଯୋଗ ଲାଭ କରିବେ। ଜାଣିଛନ୍ତି ସାଙ୍ଗମାନେ, ମହୋତ୍ସବ ଏବଂ ଯୋଉ କଳା ସଂସ୍କୃତି, ଆମ ଜଗନ୍ନାଥ ସଂସ୍କୃତିକୁ ବଜାୟ ରଖିବା। ଜଗନ୍ନାଥ ସଂସ୍କୃତି ହେଉଛି ସମତା, ଭକ୍ତି, ମାନବିକତା ଏବଂ ଏକତାର ପ୍ରତୀକ। ଏଠି ଜାତି, ଧର୍ମ, ଗରିବର କୌଣସି ଭେଦଭାବ ନାହିଁ। ମହୋତ୍ସବ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ସଙ୍ଗୀତ, ନୃତ୍ୟ ଓ ପରମ୍ପରା ସମଗ୍ର ବିଶ୍ୱକୁ ପରିଚିତ କରାଯାଏ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସମସ୍ତଙ୍କ ଠାକୁର। ଜଗନ୍ନାଥ ସଂସ୍କୃତି ମାନେ କେବଳ ଉତ୍ସବ ନୁହେଁ, ଏହା ହେଉଛି ସମତା, ଭକ୍ତି ଓ ଓଡ଼ିଆ ଅସ୍ମିତାର ପରିଚୟ ହୋଇଥାଏ। ଠିକ୍ କହିଲି ନା ନାହିଁ ସାଙ୍ଗମାନେ? ନିହାତି କମେଣ୍ଟରେ ଜଣାଇବେ। ଆପଣମାନଙ୍କ ପାଇଁ ମୁଁ ବହୁତ ସାରା ହାର୍ଡୱାର୍କ କରିକି ବ୍ଲଗଟିକୁ ବନେଇଛି। ସେଥିପାଇଁ ଯଦି ୟୁଟ୍ୟୁବରୁ ଦେଖୁଛନ୍ତି, ନିହାତି ଭାବରେ ସବସ୍କ୍ରାଇବଟେ କରିବେ, ଲାଇକଟେ କରିବେ, କମେଣ୍ଟଟେ କରିବେ, ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍
କରିବେ, ତାହେଲେ ଯାଇ ମୋର ନ୍ୟୁ ନ୍ୟୁ ଭିଡ଼ିଓ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଯଦି ଫେସବୁକ୍ରୁ ଦେଖୁଛନ୍ତି ଲାଇକ୍ଟେ କରିବେ, କମେଣ୍ଟ କରିବେ, ସେୟାର କରିବାକୁ ଜମାରୁ ଭୁଲିବେନି। ଆପଣମାନେ ତ ଜାଣିଛନ୍ତି ଭିଲେଜ ଲାଇଫଷ୍ଟାଇଲ ବ୍ଲଗ୍ ସନ୍ଧ୍ୟାକୁ ଢେର ସାରା ଭଲ ପାଇବା ଏବଂ ସପୋର୍ଟ କରିବେ। ଦେଖନ୍ତୁ ଯୁଆଡ଼େ ଗଲେ ମୋର ତ ଗୋଟିଏ ପ୍ରୋବ୍ଲେମ୍ କ'ଣ ନା ଇୟରିଂ ବାଛିବା। ଇୟରିଂ ମୋତେ ତ ବହୁତ ହି ପସନ୍ଦ। ତାପରେ ଦେଖନ୍ତୁ ସାଙ୍ଗମାନେ ଛୋଟ ଛୋଟ ପିଲାମାନଙ୍କର ଖେଳିବା ମଜାମସ୍ତି କରିବାକୁ ମୁଁ ବ୍ଲଗ୍ରେ ଟିକେ ନେଇ ଆସିଛି। ତାପରେ ଚାଲନ୍ତୁ କ'ଣ ଟିକେ ଖାଇନେବା, ବୁଲାବୁଲି କରିବା, ଖାଇବାନି ସେମିତି କେମିତି ହେବ। ତାପରେ ଆମେ ଟିକେ ମସରୁମ୍ ମୋମୋ ଆଉ ପନିର ମୋମୋ ଟିକେ ଖାଇଦେଲୁ। ଏପଟେ ମହୋତ୍ସବର ମଜାମସ୍ତି ବି ନେଲୁ। ନାନୀଙ୍କ ସହିତ ଯାଇଥିଲି, ନାନୀ, ମୋ ଭାଣିଜୀ, ମୋ ପୁଅ ଆଉ ମୁଁ। ଆପଣ ତ ଜାଣିଛନ୍ତି ଗେଲୁନକୁ। ଜାଣିଛନ୍ତି ସାଙ୍ଗମାନେ, ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ହେଉଛି ମୋ କଲେଜ ବେଳର ସାଙ୍ଗକୁ ମୁଁ ମିଟ୍ କରିକି ବହୁତ ସାରା ଖୁସି ହେଲି। ଫ୍ରେଣ୍ଡ ସହିତ ଯେଉଁ ମିଟ୍ କରିଛି ପୂର୍ବ ବ୍ଲଗ୍ରେ ମୁଁ ଅପଲୋଡ଼ କରିଛି, ଆପଣ ଚାହିଁଲେ ମୋ ବ୍ଲଗ୍ରେ ଦେଖିପାରିବେ। ରହିଲି, ପ୍ରଣାମ, ଜୟ ଜଗନ୍ନାଥ।